हेलो एवरीवन, वेलकम टू स्टडी विथ शुभम सर क्लासेस। आज नवम श्रेणी पढ़िबा इतिहास द्वितीय पाठ कौन प्रथम विश्वयुद्ध तार कारण और तार फलाफल। ठीक अच्छे, प्रथम विश्वयुद्ध कारण फलाफल विषय। ठीक अच्छे, प्रथम विश्वयुद्ध केबे आरंभ होइतिला ना 1914 सरीथिला केबे 1948 ହେଲା। ଏଇ ଯୋଉ ବିଶ୍ୱଯୁଦ୍ଧରେ ଦିଟା ଶକ୍ତି ଥିଲେ, କି ଶକ୍ତି? ଗୋଟେ ଥିଲା ମିତ୍ର ଶକ୍ତି, ଆଉ ଗୋଟେ କି ଥିଲା କେନ୍ଦ୍ରୀୟ ଶକ୍ତି। ମନେ ରଖି, ମିତ୍ର ଶକ୍ତିର ରାଷ୍ଟ୍ର ମାନେ କିଏ ଥିଲେ ନା ଫ୍ରାନ୍ସ ଥିଲା, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ରୁଷିଆ ଥିଲା, ଆଉ କିଏ ପରେ ପରେ ଆମେରିକା ଆସିଥିଲା। କେନ୍ଦ୍ରୀୟ ଶକ୍ତିରେ ଥିଲା ଜର୍ମାନୀ ପ୍ରଥମ, ଦ୍ୱିତୀୟରେ ଥିଲା ଅଷ୍ଟ୍ରିଆ ଆଉ ହଙ୍ଗେରୀ, ତୃତୀୟରେ ଥିଲା ତୁର୍କୀ, ଚତୁର୍ଥରେ ଥିଲା ବୁଲଗେରିଆ। ଏଇ ଯୋଉ ବିଶ୍ୱଯୁଦ୍ଧ କେବେ ନା 28 ଜୁଲାଇରୁ ଆରମ୍ଭ, 1914, 28 ଜୁଲାଇରୁ 1918 ନଭେମ୍ବର 11 ପର୍ଯ୍ୟନ୍ତ ଚାଲିଥିଲା। କେତେ ଦିନ ଧରି ଚାଲିଥିଲା ନା 4 ବର୍ଷ 3 ମାସ ଆଉ 14 ଦିନ। ଠିକ ଅଛି, 4 ବର୍ଷ 3 ମାସ 14 ଦିନ ଧରିକି ମିତ୍ର ଶକ୍ତି ଆଉ କେନ୍ଦ୍ରୀୟ ଶକ୍ତି ତାଙ୍କ ଉଭୟ ଦେଶ ମଧ୍ୟରେ କଣ ଥିଲା, ଯୁଦ୍ଧ ଚାଲିଥିଲା। ମିତ୍ର ଶକ୍ତିରେ କିଏ ଥିଲେ? ଫ୍ରାନ୍ସ ଥିଲା, ବ୍ରିଟେନ ଥିଲା, ରୁଷିଆ ଥିଲା, ଆଉ ପରେ ପରେ ଆମେରିକା ଆସିକି ଜଏନ କରିଥିଲା। କେନ୍ଦ୍ରୀୟ ଶକ୍ତିରେ ଥିଲେ ସେଗୁଡା ଜର୍ମାନୀ, ଅଷ୍ଟ୍ରିଆ, ହଙ୍ଗେରୀ, ତୁର୍କୀ ଆଉ ବୁଲଗେରିଆ। ଠିକ ଅଛି, ମନେ ରଖିବ କୋଉ କେତେ ମସିହାରେ ଆରମ୍ଭ ହେଇଥିଲା? 1914 28 ଜୁଲାଇରୁ 1918 ନଭେମ୍ବର 11 ପର୍ଯ୍ୟନ୍ତ ଚାଲିଥିଲା। 4 ବର୍ଷ 3 ମାସ 14 ଦିନ ଧରି ଚାଲିଥିଲା ଏଇ ଯୁଦ୍ଧ। ଏବେ ଦେଖିବା, ଦେଖ ନା 1914 ମସିହାରେ ଆରମ୍ଭ ହୋଇ ଦୀର୍ଘ 4 ବର୍ଷରୁ ଉର୍ଦ୍ଧ୍ୱ କାଳ ବ୍ୟାପି ରହିଥିବା ପ୍ରଥମ ବିଶ୍ୱଯୁଦ୍ଧ ମନୁଷ୍ୟ ଜାତିର ଇତିହାସରେ ଏପର୍ଯ୍ୟନ୍ତ ସଂଗଠିତ ସମସ୍ତ ଯୁଦ୍ଧଠାରୁ ଅଧିକ ମାରାତ୍ମକ, ଶକ୍ତିଶାଳୀ, ସଂଗଠିତ ଓ ଭୟାବହ ଥିଲେ। ଏଥିରେ ପୃଥିବୀର ଅଧିକାଂଶ ଉନ୍ନତ ଦେଶ ଭାଗ ନେଇଥିଲେ ଓ ଅନେକ ଆଧୁନିକ ଧ୍ୱଂସାତ୍ମକ ଯୁଦ୍ଧାସ୍ତ୍ରରେ ବ୍ୟବହୃତ ହୋଇଥିଲା। ଏଇ ଯୁଦ୍ଧରେ ସୈନ୍ୟମାନ ବ୍ୟତୀତ ଯୁଦ୍ଧରତ ଦେଶମାନଙ୍କର ଜନସାଧାରଣଙ୍କୁ ମଧ୍ୟ ପ୍ରକାରାନ୍ତରେ ଭାଗ ନେବାକୁ ପଡିଥିଲା। କେବଳ ସୈନ୍ୟ ନୁହଁ, ସେ ଦେଶର ଜନସାଧାରଣ ବି ସେଇ ଯୁଦ୍ଧରେ ଭାଗ ନେଇଥିଲେ, ଯୋଉ କହିଲି ପୂର୍ବରୁ। ତେଣୁ ଏହାକୁ ବିଶ୍ୱଯୁଦ୍ଧ ଆଖ୍ୟା ଦିଆଯାଇଛି। ଏହା ସମାପ୍ତ ହେବାର ମାତ୍ର 20 ବର୍ଷ ପରେ ଅନ୍ୟ ଏକ ବିଶ୍ୱଯୁଦ୍ଧ ସଂଗଠିତ ହୋଇଥିବାରୁ ଏଇ ଯୁଦ୍ଧକୁ ପ୍ରଥମ ବିଶ୍ୱଯୁଦ୍ଧ ନାମ ଦିଆଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଲା କେତେ ନା 1939ରୁ 1945। ଠିକ ଅଛି, ତ ସେ ଯେହେତୁ ଏଟା ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ, ତାହେଲେ ୟା ପୂର୍ବରୁ ଯୋଉ ଯୁଦ୍ଧଟା ହେଇଥିଲା ତାକୁ ଦେଲେ ପ୍ରଥମ, ଇଏ ହେଲା ଦ୍ୱିତୀୟ। ନିମ୍ନୋକ୍ତ ସୁଦୂର ଓ ଆସନ୍ନ କାରଣ ପାରିସ୍ଥିତିକ ଯୋଗୁଁ ଏଇ ଯୁଦ୍ଧ ଥାଇଥିଲା। ଏବେ ଦେଖିବା ଯୁଦ୍ଧ ଘଟିବାର କାରଣ କଣ କଣ ଥିଲା। ଠିକ ଅଛି, ପ୍ରଥମ କାରଣ ସୁଦୂର କାରଣ ଗୁଡିକ ମଧ୍ୟରେ ପ୍ରଥମ କାରଣ ଥିଲା କୂଟନୈତିକ ଚୁକ୍ତି। କଣ ସବୁ କୂଟନୈତିକ ଚୁକ୍ତି ଥିଲା ଏବେ ଦେଖିବା ନା ଜର୍ମାନୀ ଏକତ୍ରୀକରଣ ମୁଖ୍ୟ। ଜର୍ମାନୀର ରାଜଧାନୀ କଣ ନା ବର୍ଲିନ ହେଲା। ଜର୍ମାନୀର ଏକତ୍ରୀକରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ତଥା 1871 ମସିହାରୁ 1890 ମସିହା ପର୍ଯ୍ୟନ୍ତ ଜର୍ମାନୀର ଚାନ୍ସେଲର ରୂପେ କ୍ଷମତାରେ ଥିବା ଅଟୋ ଭନ୍ ବିସ୍ମାର୍କ, ତମେ ଶୁଣିଥିବ ଜର୍ମାନୀ ଏକତ୍ରୀକରଣ କାହା ଦ୍ୱାରା ନା ଅଟୋ ଭନ୍ ବିସ୍ମାର୍କ ଦ୍ୱାରା। ତ ଅଟୋ ଭନ୍ ବିସ୍ମାର୍କ ଏହି କୂଟନୈତିକ ଚୁକ୍ତି ବ୍ୟବସ୍ଥା ଆରମ୍ଭ କରିଥିଲେ। କୂଟନୈତିକ ଖର୍ଚ୍ଚ ମାନେ ମିଛ, ଛଳ, କପଟ, ପାତର ଅନ୍ତର କରିକି କଣ ଯୁଦ୍ଧ ବା କଣ ଅଧିକାର କରିବା। 1870 ମସିହାରେ ସିଦାନ ଯୁଦ୍ଧରେ ଫ୍ରାନ୍ସ ଜର୍ମାନୀ ଦ୍ୱାରା ପରାସ୍ତ। ତାହେଲେ ମନେ ରଖିବ ସିଦାନ ଯୁଦ୍ଧ କାହା କାହା ମଧ୍ୟରେ ହେଇଥିଲା ନା ଜର୍ମାନୀ ଆଉ ଫ୍ରାନ୍ସ ମଧ୍ୟରେ। ଜିତିଥିଲା କିଏ? ଫ୍ରାନ୍ସ ଜର୍ମାନୀ ଦ୍ୱାରା ପରାସ୍ତ। ତାହେଲେ କିଏ ଜିତିଲା? କିଏ ନା ଜର୍ମାନୀ ଜିତିଲା ହେଲା।
ଦୁଇ ଦେଶ ମଧ୍ୟରେ ଫ୍ରାଙ୍କଫର୍ଟ ସନ୍ଧି ସ୍ୱାକ୍ଷରିତ ହେଲା। ତାହେଲେ ଯେତେ ଜର୍ମାନୀ ଜିତି ଯାଇଛି ସେଠି ଗୋଟେ କଣ ଚୁକ୍ତି ହବ, ସନ୍ଧି ହବ। ସେ ଚୁକ୍ତି ନାଁ ଥିଲା ଫ୍ରାଙ୍କଫର୍ଟ ସନ୍ଧି ସ୍ୱାକ୍ଷରିତ ହେଲା ଏବଂ ଏହି ସନ୍ଧି ଅନୁଯାୟୀ ଫ୍ରାନ୍ସ ତାର ଦୁଇଟି ପ୍ରଦେଶ ଯଥା କଣ ଲରେନ୍ସ ଆଉ ଆଲସେସ୍ ଜର୍ମାନୀକୁ ହସ୍ତାନ୍ତର କଲା। ଫ୍ରାନ୍ସ ହାରି ଯାଇଛି, ଜର୍ମାନୀ ଜିତି ଯାଇଛି, ତ ଜର୍ମାନୀକୁ ତାର ଦିଟା ସହର ବା ଦିଟା ପ୍ରଦେଶ ଦିଟା ଅଞ୍ଚଳ ତାକୁ ଦେଇଦେଲା ଜର୍ମାନୀକୁ, ଗୋଟେ ହେଲା ଆଲସେସ୍ ଆଉ ହେଲା ଲରେନ୍ସ। ମନେ ରହିଲା ସିଦ୍ଧାନ୍ତ ଯୁଦ୍ଧ ଜର୍ମାନୀ ଆଉ ଫ୍ରାନ୍ସ ମଧ୍ୟରେ ଥିଲା। ଜିତିଥିଲା କିଏ ନା ଜର୍ମାନୀ। ଆଉ କଣ କରିଥିଲା ଫ୍ରାନ୍ସ ତାର ଦିଟା ଅଞ୍ଚଳ ଜର୍ମାନୀକୁ ଦେଇଥିଲା, ଗୋଟେ ହେଲା ଲରେନ୍ସ ଆଉ ଗୋଟେ ହେଲା ଆଲସେସ୍ ଆଉ ଗୋଟେ ଲରେନ୍ସ। ଏବେ ଦେଖିବା ଫ୍ରାନ୍ସ ଆଉ ପ୍ରୁସିଆ ମଧ୍ୟରେ ଥିବା ସିଦ୍ଧାନ୍ତ ଯୁଦ୍ଧରେ ପରାସ୍ତ ହୋଇ 1870 ସେପ୍ଟେମ୍ବର 2 ତାରିଖରେ ଫ୍ରାନ୍ସ ସୈନ୍ୟବାହିନୀ ଆତ୍ମସମର୍ପଣ କରିଥିଲେ। 1871 ଜାନୁଆରୀ 18ରେ ପ୍ରୁସିଆର ରାଜା ପ୍ରଥମ ୱିଲିୟମ ଜର୍ମାନୀର ସମ୍ରାଟ ଭାବେ ଘୋଷଣା କରାଗଲା। ତାପରେ 1871 ମେ 10 ତାରିଖରେ ଫ୍ରାଙ୍କଫର୍ଟ ଚୁକ୍ତି ଦ୍ୱାରା ଏହି ଯୁଦ୍ଧର ଶେଷ ହୋଇଥିଲା ବା ସନ୍ଧି ହେଇଥିଲା। ଏହା ପରଠାରୁ ଫ୍ରାନ୍ସ ହରାଇଥିବା ଅଞ୍ଚଳଗୁଡ଼ିକୁ ଫେରାଇ ଆଣିବା, ଯେତେବେଳେ ଫ୍ରାନ୍ସ ହାରି ଯାଇଛି ତ କିଛି ଆଣିବା ପାଇଁ ଚାହିଁବ, ତ ସେଇ ଆଣିବା ପାଇଁ ତାର ଅପମାନଜନକ ପରାଜୟର ପ୍ରତିଶୋଧ ନେବାକୁ ଚାହିଁଲା। ଫ୍ରାନ୍ସକୁ ୟୁରୋପରେ ଏକ ଘରିକିଆ କରିବାର ଉଦ୍ଦେଶ୍ୟରେ ବିସ୍ମାର୍କ ଚୁକ୍ତି ଆରମ୍ଭ ବା ଚୁକ୍ତି ବ୍ୟବସ୍ଥା ଆରମ୍ଭ କଲେ। ବିସ୍ମାର୍କ କହିଲେ ଫ୍ରାନ୍ସକୁ ଏକ ଘରିକିଆ କରିଦେବା। ଏକ ଘରିକିଆ କଣ ଜାଣିଛ ତ? ସେଇ ଗୋଟେ ତମେ ଶୁଣିଥିବ ଗାଁରେ ଏକ ଘରିକିଆ। ଗାଁରେ ଏକ ଘରିକିଆ ମାନେ ସେଇ ଘର ସହିତ କଣ କଥାବାର୍ତ୍ତା ବନ୍ଦ, ତାଙ୍କ ସହିତ ମିଳାମିଶା ବନ୍ଦ ହେଲା। ସେ ଯୋଉଠି ସେଇ ଗାଁରେ ହଉଥିବା ସାମାଜିକ ଅନୁଷ୍ଠାନ ଗୁଡିକରେ ସେମାନେ ଯୋଗ ଦେବେ ନାହିଁ, ଏଇ ସବୁ ବିଭିନ୍ନ କଟକଣା ଥିଲା। ତ ସେଇ କଣ ସେଇ ଏକ ଘରିକିଆ କରିବା ପାଇଁ ବିସ୍ମାର୍କ ଲାଗି ପଡିଥିଲେ। କାହାକୁ ନା ଫ୍ରାନ୍ସ। ପ୍ରଥମେ ଜର୍ମାନୀ, ଅଷ୍ଟ୍ରିଆ ଆଉ ରୁଷିଆର ସମ୍ରାଟ ମାନଙ୍କୁ ଏକତ୍ରିତ କରି ତ୍ରିସମ୍ରାଟ ସଂଘ କଲା। କିନ୍ତୁ 1878 ମସିହାରେ ବର୍ଲିନ ମହାସଭାରେ ବଲକାନ ଅଞ୍ଚଳରେ ଅଷ୍ଟ୍ରିଆ ପ୍ରଦେଶ ପ୍ରତି ବିସ୍ମାର୍କଙ୍କ ସମର୍ଥନ ଘୋଷଣା ଯୋଗୁଁ ରୁଷିଆ ଅସନ୍ତୁଷ୍ଟ ହେଲେ। ରୁଷିଆ ଆଉ ଅଷ୍ଟ୍ରିଆ ପରସ୍ପର ଠାରୁ ବିଚ୍ଛନ୍ନ ଭଳି ପରିସ୍ଥିତି ସୃଷ୍ଟି ହେଲା। ଅପରନ୍ତୁ 1879 ମସିହାରେ ବିସ୍ମାର୍କ ଅଷ୍ଟ୍ରିଆ ସହିତ ଏକ ରାଜିନାମା ସ୍ୱାକ୍ଷର କଲା। 1882 ମସିହାରେ ଏହି ଅଷ୍ଟ୍ରିଆର ରାଜିନାମାରେ ଇଟାଲୀ ଯୋଗ ଦେଲା। ଫଳରେ ଜର୍ମାନୀ ତ୍ରିଶକ୍ତି ମେଣ୍ଟ ସୃଷ୍ଟି ହେଲା। ତାମାନେ ରୁଷିଆ ପଳେଇଲା, ଯୋଗ ଦେଲା କିଏ ଆସିକି? ଅଷ୍ଟ୍ରିଆରେ କିଏ ଥିଲା? ଇଟାଲୀ ଦେଲା। ଠିକ ଅଛି। ଏହି ମେଣ୍ଟ ଏକ ପ୍ରତିରକ୍ଷାତ୍ମକ ଚୁକ୍ତି ଥିଲା। ଏହି ମେଣ୍ଟର ରାଷ୍ଟ୍ରମାନେ ପରସ୍ପର ନିରାପତ୍ତା ଲାଗି କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଲେ। ତାମାନେ ଏଇ ତିନି ଜଣ ଏକ ହେଇଗଲେ ଯେ ଯଦି କେହି ଜଣେ ଅନ୍ୟ ଜଣ ଯଦି ଯୁଦ୍ଧ ହୁଏ ତ ଆମେ ତାକୁ ସାହାଯ୍ୟ କରିବୁ ବୋଲି ଏଥିରେ ନିଷ୍ପତ୍ତି ନେଇଥିଲା। ବଲକାନ ଅଞ୍ଚଳ କାହା କୁହାଯାଏ? ଆଲବେନିଆ, ଯୋଉ ବୁଲଗେରିଆ, ଗ୍ରୀସ, ରୋମାନିଆ, ସର୍ବିଆ, ଏଇ ଅଞ୍ଚଳ କୁହାଯାଏ ବଲକାନ ଅଞ୍ଚଳ। 1890 ମସିହାରେ ବିସ୍ମାର୍କଙ୍କ ପତନ ପରେ, ତାମାନେ ବିସ୍ମାର୍କ ସେ ଛାଡିଛନ୍ତି ତାଙ୍କର ପଦ, ୟୁରୋପର ରାଜନୈତିକ ଅବସ୍ଥା ଉପରେ ବ୍ୟାପକ ପରିବର୍ତ୍ତନ ଆସିଥିଲା। ରୁଷିଆ ଆଉ ଫ୍ରାନ୍ସ ପରସ୍ପର ନିକଟତର ହେବାକୁ ଲାଗିଲେ। 1894 ମସିହାରେ ସେମାନେ ଦୁହେଁ ପ୍ରତିରକ୍ଷାତ୍ମକ ଚୁକ୍ତିର ସର୍ତ୍ତ ସହିତ ଏକ ସାମରିକ ଚୁକ୍ତି ମଧ୍ୟ ସ୍ୱାକ୍ଷର କଲେ। ହେଲା, ଯେ ଦୁହେଁ ଅନ୍ୟ ଜଣଙ୍କୁ ରକ୍ଷା କରିବେ ତା ସହିତ ସାମରିକ ଚୁକ୍ତି, ଯଦି ଯୁଦ୍ଧ ହୁଏ ତାହେଲେ ଜଣେ ଗଲେ ଅନ୍ୟ ଜଣେ ଯାଇକି ପହଞ୍ଚିବ। ଏହିପରି ଭାବରେ ଊନବିଂଶ ଶତାବ୍ଦୀର ଶେଷ ଦଶକ ବେଳକୁ ୟୁରୋପର ଦୁଇ ପରସ୍ପର ବିରୋଧୀ ଗୋଷ୍ଠୀ ତ୍ରିଶକ୍ତି ମେଣ୍ଟ ଓ ଦୁଇ ଶକ୍ତି ମେଣ୍ଟ ସୃଷ୍ଟି ହେଲା। ତ୍ରିଶକ୍ତି ମେଣ୍ଟରେ କିଏ କିଏ ଥିଲେ? ଜର୍ମାନୀ, ଦେଖ ତ୍ରିଶକ୍ତି ମେଣ୍ଟରେ କିଏ କିଏ ଥିଲେ? ତ୍ରିଶକ୍ତି ମେଣ୍ଟ ଜର୍ମାନୀ, ଅଷ୍ଟ୍ରିଆ ଆଉ ରୁଷିଆ ଥିଲେ ପ୍ରଥମେ, କିନ୍ତୁ ରୁଷିଆ ବାହାରି ଗଲା ତ ସେଠି ମିଶିଲା କିଏ ଆସିକି? ନା ମିଶିଲା ଇଟାଲୀ। ହେଲା, ତ ତ୍ରିଶକ୍ତି ମେଣ୍ଟରେ କିଏ ଥିଲେ? ଜର୍ମାନୀ, ଅଷ୍ଟ୍ରିଆ ଆଉ ଇଟାଲୀ। ଦୁଇ ଶକ୍ତି ମେଣ୍ଟରେ ଦି ଜଣ ଥିଲେ, ଗୋଟେ ଥିଲା ରୁଷିଆ ଓ ଫ୍ରାନ୍ସ। ମନେ ରଖିବ, ତ୍ରିଶକ୍ତି ମେଣ୍ଟରେ ଏଇ ତିନି ଜଣ ଜର୍ମାନୀ, ଅଷ୍ଟ୍ରିଆ, ଇଟାଲୀ। ପ୍ରଥମେ ରୁଷିଆ ଥିଲା ତ୍ରିଶକ୍ତି ମେଣ୍ଟରେ, କିନ୍ତୁ ଯେତେବେଳେ ରୁଷିଆ ବାହାରି ଯାଇଛି ତ ସେତେବେଳେ ଇଟାଲୀ ଆସିକି ଜଏନ କରିଛି। ତ ରୁଷିଆ ଆଉ ଫ୍ରାନ୍ସ ହେଇଗଲେ ଦୁଇ ଶକ୍ତି, ତ୍ରିଶକ୍ତିରେ ଜର୍ମାନୀ, ଅଷ୍ଟ୍ରିଆ, ଇଟାଲୀ। ତାହେଲେ ଏବେ ତାହେଲେ 3-2 ଭିତରେ ଯୁଦ୍ଧ ଚାଲିବ। ତାହେଲେ ତ୍ରିଶକ୍ତି ମେଣ୍ଟ ଆଉ ଦୁଇ ଶକ୍ତି ମେଣ୍ଟ ସୃଷ୍ଟି ହେଇସାରିଥିଲା। ଏହା ୟୁରୋପରେ ଦେଶମାନଙ୍କ ମଧ୍ୟରେ ଏକ ବିପଦପୂର୍ଣ୍ଣ ଶକ୍ତିର ଅସନ୍ତୁଳନ ସୃଷ୍ଟି କଲା। ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ
इंग्लैंड कौन सी देश सहित जुग न दे निरपेक्ष रहा इंग्लैंड साइलेंट रहा ना त्रिशक्ति रे जॉइन है ना दुई शक्ति रे जॉइन है कौन भी से जॉइन है नहीं जर्मनी रो काइजर द्वितीय विलियम समग्र विश्व रे आधिपत्य विस्तार करने पे आक्रमणात्मक अवलंबन करने जो इंग्लैंड को निजर निरपेक्षता नीति त्याग करबा पड़ले ताले जर्मनी राजा तापर जे हेतला सिटी रागी तो सी कहला मु विश्व को जय करबी से अनुसार इंग्लैंड कोन जेते युद्ध घोषणा करछि तो इंग्लैंड टिके डरी जाइछि निरपेक्ष रहिला नै फल रे इंग्लैंड 1902 मसिया रे बाध्य होई जापान सहित 1904 मसिया रे फ्रांस सहित 1907 मसिया रे रूसिया सहित चुक्ति कला और ताले फ्रांस जो इंग्लैंड जो निरपेक्ष थिला धीरे धीरे अन्य मानक सहित चुक्ति करबा को लागिला एही परिप्रेक्षी रे इंग्लैंड रूसिया और फ्रांस मध्ये त्रिमित्र पक्ष है फ्रांस आसिकी इंग्लैंड और रूसिया ना इंग्लैंड आसिकी रूसिया और फ्रांस रे जोग देला त्रिशक्ति मित्र तीनटा सांग बोली कहवा बिस्मार्क द्वारा आरंभ होइता त्रिशक्ति मेंट किए जर्मनी ऑस्ट्रिया इटाली को मध्य त्रिमित्र पक्षर सम्मुखीन होबक पड़िला त माने ये त्रिशक्ति मेंट से त्रिपक्ष किए थिले बुझबाला इंग्लैंड रूसिया और फ्रांस ये थिले त्रिमित्र त्रिशक्ति किए ना जर्मनी ऑस्ट्रिया और इटाली ताली दुई 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 दल मध्य परस्पर सम्मुखीन हेले ए दुई गोष्ठी मध्य वृद्धि पाइथिबा शत्रुता ही प्रथम विश्व युद्धर एक सुदूर कारण ताले एई जो दुई ताले एमे कहबा गले सेट बाय तीन तेरे कोन कहली त्रिमित्र किए ना इंग्लैंड रूसिया और फ्रांस का सहित युद्ध होइतिला ना त्रिमेंट रे के थिले ना जर्मनी थिला ऑस्ट्रिया थिला और के थिला इटाली ताले एई तीन जण एई त्रिमित्र और त्रिमेंट एई दुई जण दुई शक्ति मध्य युद्ध बा निजर परस्पर शत्रुता ही प्रथम विश्व युद्धर उग्र रूप धारण करथिले एबे देखियो उग्र जातीयतावाद ऊनविंश शताब्दी प्राय प्रत्येक देश में जातीयतावाद विकास घटी जातीय समस्ते स्वाधीन होगा चाहते जदियो जातीयतावाद एक उत्तम चिंताधारा तथा समय क्रमे केतेक देश उग्र रूप धारण कले उग्र जातीयतावाद देश गुड़िक केवल निज निज देश को भल पाइले निज देशर स्वार्थ साधन चिंता कले फल ईर्षा से पड़ोशी देशर नागरिक मान प्रति ईर्षा विद्वेष प्रतिद्वंदिता मूलक मनोभाव जागृत है यूरोप प्रत्येक बृहत राष्ट्र निजक अन्य अपेक्षा उत्कृष्ट बोली मन कले जर्मनी जनसाधारण सरकार उद्दाम जातीयतार एक एत परिमाण उद्भूत होते जर्मनी को पृथ्वी सर्वश्रेष्ठ राष्ट्र बोली विवेचना कले बल्कान राज्य मानकर आभ्यंतरण राजनीति उग्र जातीयतावाद द्वारा प्रभावित है ए प्रकार उद्यम जातीय मनोभाव जर्मनी और इंग्लैंड मध्य उत्तेजना और शत्रुता वृद्धि करिबारे साहाय्य एवं विश्व शांति और आंतर्जातिकता विपद सृष्टि कले तामे जेते कहला जर्मनी सर्वश्रेष्ठ तो अन्य जो राष्ट्र माने थिले से माने टिके ईर्षा कले जर्मनी भी तांका प्रति शत्रुता भाव परिचय कोन प्रदान कला तो सेठपई मित्र शक्ति और के मित्र पक्ष मित्र शक्ति और मित्र पक्ष त्रिशक्ति त्रिमेंट एई दुई गोष्ठी मध्य युद्ध आरंभ होता एबे देखिबा सामरिक प्रतियोगिता है सामरिक शब्द अर्थ है सैन्य बाहिनी का पाखरे केते सैन्य बाहिनी अछि का पाखरे केते नूतन युद्ध अस्त्र शस्त्र अछि केते परिमाण अछि सेटा थिला सेतेबेल सामरिक प्रतियोगिता ना उग्र जातीयतावादर तीव्र परिप्रकाश जुगु प्रत्येक देश निजक शक्तिशाली करबाक चाहिले फल रे परस्पर मध्य सामरिक शक्तिर प्रतिद्वंदिता सृष्टि होला यूरोप प्राय समस्त देश निजर पदातिक बाहिनी और नौबाहिनी वृद्धि करिया पई उद्यमरत हेले प्रत्येक देश निजर एक गुप्तचर संस्था रखिले गुप्तचर कौन जानते तो जे अन्य देशर कौन केते प्रकार सैन्य सब देश बुलिबे कथा आनिकी निज देशर लोक मानक जणेबा राजा मानक आसिकी कहबे बा मुख्य मानक आसिकी कहबे 1890 मसीह जर्मनी निजर नौशक्तिर इंग्लैंड अपेक्षा अधिक वृद्धि घटाई बोली घोषणा कले जर्मनी कहला मोर इंग्लैंड ठार अधिक नौशक्ति नौबाहिनी जोटा कि कौन जहाज अधिक संख्यार मो पाखे अच्छी बोली कहले नौबाहिनी आधिपत्य जर्मनी उद्यम को इंग्लैंड निजर सुरक्षा प्रति एक धमक बोली विवेचना कला कौन इंग्लैंड भाविले ये मो प्रति धमक कारण
जदि से नौबाहिनी मते युद्ध घोषणा करे ताहले मु हारिଯିବି तो से निजको कौन एक धमक बोली मने कला एई दुई देश मध्य प्रतिद्वंदिता शत्रुता मनोभाव सृष्टि होला तो भितर आरंभ होला का भितर जर्मनी आउ इंग्लैंड से समय अनेक नूतन युद्धास्त्र वैज्ञानिक उद्भावन घटी यूरोपीय माने देश माने बहुत बहु परिमाण में विनाशकारी अस्त्र शस्त्र निर्माण करे फल परस्पर मध्य सशस्त्रीकरण तीव्र प्रतियोगितार सृष्टि होला यूरोपीय देश मानकर एक प्रकार चरम सामरिकवाद द्रुत विकास प्रथम विश्वयुद्ध व्यापक पृष्ठभूमि ठीक अच्छे ताले प्रथम विश्वयुद्ध सामरिक प्रतियोगिता क्या मध्य इंग्लैंड आउ जर्मनी एबे देखिबा साम्राज्यवादी नीति समाज ऊपर कौन किए केते समाज रे प्रभावशाली हेई पाली यूरोप रे शिल्प विप्लव रो अग्रगति हेबा संगे संगे यूरोपीय देश मानकर नूतन समस्या मान देखा गला कौन देखा गला समस्या ना शिल्प प्रधान देश मानकर मध्ये अधिक धनशाली हेबा पई तीव्र प्रतिद्वंदिता लागे माने किए केते उन्नत शिल्प तयारी करिवो किए केते उन्नत कोन जिनस पत्र उत्पादन करिवो द्रव्य उत्पादन करिवो तो उत्पादन उल्लेखनीय वृद्धि जो कंचामाल आवश्यकता पूरण पाई निजर चाहिदा ठारू अधिक उत्पादित होता द्रव्यर बजार अन्वेषण विक्रय पाई वृद्धि पाउଥିବା जनसंख्यार बसति पाई निज निज देश बाहर नूतन अंचल खोजिबा आवश्यक होला एइटा ट्रिक एटा सिना सेकेंड रे देछि हम प्रथम विषय पढ़ि के आथिले कोन उपनिवेशवाद अर्थ होला विदेशस्थ आवास निज देश छाड़ी की अन्य देश जाई कि से अंचल थिबा कंचामाल बा संबल को से ग्रहण करिवे मातृ देशर मंगल करिवे ठीक सही कथा एठी कह जायछि जेहेतु एमाने शिल्प प्रतिष्ठा कर देले तांको देशर कंचामाल अभाव हैला से धीरे धीरे कौन कले अन्य देश मानकरे मिलुଥିବା कंचामाल बा संबल खोजिबार लागले जहा द्वारा खाली संबल नुहे ताकर भी गोटे मार्केट दरकार हुए बजार दरकार हुए से बजार मध्ये देखिले देउ देशर अधिक जनसंख्या से अंचल को जाई कि से कंचामाल बा ताकर जो उत्पादित द्रव्य विक्रय करबाक लागले से कथा कहला ताले सेति पय हम प्रथम पढ़ी गले उपनिवेशवाद एक कथा सेति कह जाय ताकर शिल्प प्रधान हे गला शिल्प सृष्टि हे गला शिल्प खाली तो सृष्टि हेला होबनी द्रव्य उत्पादन करबा पड़े द्रव्य उत्पादन में कंचामाल दरकार कंचामाल माने संबल संबल मिलु ताको अंचल सॉरी जेतु शिल्प अधिक आइछि तो संबल अभाव देखा गला सेति पय से अन्य देश मानकर संबल खोजिबाक लागले सेति पय नूतन जनबसति बा अधिक जनबसति जे अंचल सेठी नूतन देश रे नूतन अंचल खोजिबा आवश्यक पड़ीगला सेति पय यूरोपीय माने एशिया और अफ्रिका रे अनुन्नत अंचल गुड़िकर अर्थनैतिक आधिपत्य विस्तार कर सेति पय आमे या पूर्व पढ़िथिले पूर्व विषय रे अफ्रिका और एशिया रे दुईटी महादेश रे किबळी आबे यूरोपीय माने आसी तांकर आधिपत्य विस्तार करथिले अर्थनैतिक प्रभाव विस्तार संगे संगे राजनैतिक आधिपत्य विस्तार उद्देश्य रे उपनिवेशर स्थापन पय अग्रसर हेले एहा सेमानक मध्यरे क्रमे प्रतिद्वंदिता शत्रुता वृद्धि कले बिस्मार्क औपनिवेशिक विस्तारण नीति रे सपक्ष नथिले औपनिवेशिक कोन बुझि परछ तो एई उपनिवेश जे अन्य देश जाय के भी शिल्प प्रतिष्ठा करबा एई नीति रे बिस्मार्क टिके पछुआ थिले ताकर एई नीति रे सपक्ष नथिले किंतु तांको पर जो काइजर द्वितीय विलियम औपनिवेशिकवादी नीति ग्रहण कले सेते बेले को एशिया और अफ्रिका रो अनेक अंचल रे वाणिज्य कारोबार पई इंग्लैंड और फ्रांस नियंत्रणाधीन होता माने सेते बेले को ये जर्मनी आसिला पूर्व इंग्लैंड और फ्रांस जाय कि अन्य देश मानकरे ताकर उपनिवेश सब स्थापन कर साले तेणु जर्मनी और इटाली नूतन अंचल मानक संधान करबे पड़ले सेति जर्मनी इटाली नुआ नुआ अंचल आउ अन्य अंचल कोन हे पारे से खोजबारे लागिले कारण जर्मनी इटाली दुई बंधु देश देश मध्य अहेतुक औपनिवेशिक प्रतिद्वंदिता सृष्टि हेले सबुआडे उपनिवेश के कोठी उपनिवेश सृष्टि करिवो बा आसिक वाणिज्य कोठी मान स्थापन करिवो तांका भितर प्रतियोगिता चलेला युद्ध चलेला एई प्रतिद्वंदिता मूलक औपनिवेशकवाद उग्र साम्राज्यवाद जन्म नेला किए धीरे धीरे उपनिवेश धीरे धीरे जना पड़े किए केते अंचल को अधिकार करिवो बुझि पारछ तो प्रथम से आस्ते उपनिवेश वाणिज्य कोठी मान स्थापन करिवे वाणिज्य व्यवसाय करिवे तापर धीरे धीरे से वाणिज्य आरंभ हो गला साम्राज्यवाद माने अर्थ रहला साम्राज्यवाद अर्थ जे कहा पाखरे केते अंचल अधिकार करिवो अन्य देश रे सेति पय तांका भितर कोन आरंभ हो गला साम्राज्यवाद जन्म नेला औपनिवेशिक विस्तारण द्वारा जर्मनी इंग्लैंड ठारू अधिक शक्तिशाली होई जाई पारे बोली इंग्लैंड आशा कला इंग्लैंड कहला जदि जर्मनी अधिक अंचल ग्रहण कर देउताले जर्मनी शक्तिशाली हेइ कि भाबे लाइन ना इंग्लैंड फलने इंग्लैंड और जर्मनी मध्य संपर्क तिक्त हेबा लागला जता भितर कोन शत्रुता आरंभ हो गला 1907 मसिया जर्मनी को औपनिवेशिक प्रतिद्वंदिता हटाइबा पई इंग्लैंड फ्रांस सहित हाथ मिले ताले जर्मनी को हटाइबा पई फ्रांस और इंग्लैंड दुई बंधु हो गले एही साम्राज्यवाद नीति प्रथम विश्व युद्ध रे एक सुदूर कारण थिला एबे देखिबा जर्मनी रो प्राच्य नीति कोन थिला जर्मनी रो प्राच्य नीति
1878 ମସିହାରେ ବର୍ଲିନ ଜର୍ମାନୀ ରାଜଧାନୀର ମହାସଭା ଜର୍ମାନୀର କ୍ୟାପିଟାଲ ଯୋଉଟା ବର୍ଲିନ ମହାସଭା ପରେ ତୁର୍କୀର ଆଭ୍ୟନ୍ତରୀଣ ବ୍ୟାପାର ପ୍ରତି ଇଂଲଣ୍ଡର ପ୍ରବଳ ଉଦାସୀନତା ଓ ବିତୃଷ୍ଣା ମାନେ କୋଣା ମନୋଭାବ ସୁଯୋଗ ନେଇ ଜର୍ମାନୀ ତୁର୍କୀ ସହିତ ମିତ୍ରତା ସ୍ଥାପନ କଲା। ତାହେଲେ ଜର୍ମାନୀ ତୁର୍କୀ ସହିତ ଯେତେବେଳେ ଦେଖିଲା ଇଂଲଣ୍ଡ ତାର ବିରୋଧରେ ଅଛି, ଜର୍ମାନୀ ତୁର୍କୀର ସବୁଠାରୁ ଉତ୍ତମ ବନ୍ଧୁ ବୋଲି କାଇଜର ଦ୍ୱିତୀୟ ୱିଲିୟମ ତୁର୍କୀର ସୁଲତାନଙ୍କୁ ଆଶ୍ୱାସନା ଦେଲେ। ପ୍ରକୃତରେ ଜର୍ମାନୀ ନିଜର ବାଣିଜ୍ୟ ବ୍ୟବସାୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ବର୍ଲିନ ବାଗଦାଦ ରେଳପଥ ନିର୍ମାଣ ବା ପ୍ରକଳ୍ପ ନିର୍ମାଣ କରିବା ପାଇଁ ତୁର୍କୀର ଅନୁମତି ଚାହୁଁଥିଲେ। ତାମାନେ ବର୍ଲିନରୁ ବାଗଦାଦ, ବର୍ଲିନ ହେଲା ଜର୍ମାନୀର ଅଞ୍ଚଳ ଆଉ ବାଗଦାଦ ହେଲା ତୁର୍କୀର ଏକ ଅଞ୍ଚଳ ହେଲା। ଏଇ ଦୁଇ ଦେଶରେ ରେଳ ଚଳାଚଳ ପାଇଁ ଦ୍ୱିତୀୟ ୱିଲିୟମ କାହାକୁ ନା ସେତେବେଳେ ଯୋଉ ତୁର୍କୀର ଯିଏ ଥିଲେ ତାଙ୍କର ରାଷ୍ଟ୍ରପତି ତାଙ୍କ ସହିତ ସେ କଣ କଲେ ବା ସୁଲତାନ ବା ମୁଖ୍ୟ ଯିଏ ଥିଲେ ତାଙ୍କୁ ଆଶ୍ୱାସନା ଦେଲେ ବା ତାଙ୍କ ପ୍ରତି ସମର୍ଥନ ଜଣାଇଲେ। ଇଂଲଣ୍ଡ ଏହାକୁ ବିରୋଧ କରିଥିଲା, କିନ୍ତୁ ଇଂଲଣ୍ଡ କହିଲା ନା, ବିରୋଧ କଲା କିଏ ନା ଇଂଲଣ୍ଡ ବିରୋଧ କଲା। କାରଣ ଏଇ ରେଳପଥ ନିର୍ମାଣ ହେଲେ ଏହା ଭାରତ ଏବଂ ଏସିଆର ଅନ୍ୟାନ୍ୟ ସ୍ଥାନରେ ଥିବା ବ୍ରିଟିଶ ସାମ୍ରାଜ୍ୟ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ଥିଲା। ଜର୍ମାନୀ ଏହି ପ୍ରକଳ୍ପ ସର୍ବିଆରେ ଫ୍ରାନ୍ସର ଅଧିପତ୍ୟ ପ୍ରତି ମଧ୍ୟ ବିପଦ ଥିଲା। ଏଇଭଳି ପରିସ୍ଥିତିରେ ଜର୍ମାନୀର ବର୍ଲିନ ବାଗଦାଦ ରେଳପଥ ନିର୍ମାଣ ପ୍ରସ୍ତାବକୁ ଇଂଲଣ୍ଡ ଓ ଫ୍ରାନ୍ସ ବିରୋଧ କରିବାରୁ ଫ୍ରାନ୍ସର ଘନିଷ୍ଠ ବନ୍ଧୁ ହିସାବରେ ରୁଷିଆ ମଧ୍ୟ ଜର୍ମାନୀର ପ୍ରାଚ୍ୟ ନୀତିକୁ ବିରୋଧ କଲେ। ତାହେଲେ 3 ଜଣ ମିଶିଗଲେ, କିଏ ଫ୍ରାନ୍ସ, ରୁଷିଆ, ଇଂଲଣ୍ଡ। ସେପଟରେ ସେ ରହିଗଲେ କିଏ ଜର୍ମାନୀ, ତୁର୍କୀ ଆଉ ଅଷ୍ଟ୍ରିଆ ବା ଇଟାଲୀ ହେଲା, ଏଇସବୁ ରହିଗଲେ। ଏବେ ଦେଖିବା ମରକ୍କୋ ସଂକଟ। 1904 ମସିହାରେ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହେବା ପରେ ଫ୍ରାନ୍ସ ସ୍ୱାଧୀନ ରାଜ୍ୟ ମରକ୍କୋ ଆଧିପତ୍ୟ ବିସ୍ତାର ଲାଗି ଆଗ୍ରହୀ ହେଲା। ତାହେଲେ ଫ୍ରାନ୍ସ କଣ ଚାହିଁଲା ନା ମରକ୍କୋକୁ ଅଧିକାର କରିବ, କାରଣ ଲୌହ ସମ୍ପଦର ପ୍ରାଚୁର୍ଯ୍ୟ ତଥା ଏହାର ଭୌଗୋଳିକ ଅବସ୍ଥିତି କାରଣରୁ ସ୍ପେନ, ଜର୍ମାନୀ ଓ ଇଟାଲୀ ମଧ୍ୟ ମରକ୍କୋକୁ ଅଧିକାର କରିବା ପାଇଁ ବ୍ୟଗ୍ର ଥିଲା। କାରଣ ଲୁହା ଏଠି ଅଧିକ ଥିଲା, ପ୍ରଚୁର ପରିମାଣରେ ସମ୍ପଦ ସେଠି ଥିଲା, ଆଉ ଭୌଗୋଳିକ ପରିସ୍ଥିତି କାରଣ ସେ ସମୟ ସେଠି ବାଣିଜ୍ୟ କାରବାର ପାଇଁ ମଧ୍ୟ ସେଠି ସୁବିଧା ଥିଲା। ସେଥିପାଇଁ ଫ୍ରାନ୍ସ ସହିତ ସ୍ପେନ, ଜର୍ମାନୀ ମଧ୍ୟ ମରକ୍କୋକୁ ଅଧିକାର କରିବା ପାଇଁ ତାଙ୍କ ଭିତରେ କଣ ଆଗ୍ରହୀ ଥିଲେ। କିନ୍ତୁ ଫ୍ରାନ୍ସ ଆକସ୍ମାତ ଭାବେ ମରକ୍କୋରେ ପ୍ରବେଶ କରି ଆର୍ଥିକ ଓ ବାଣିଜ୍ୟିକ ପ୍ରତିପତ୍ତି ବିସ୍ତାର କରିବାକୁ ଲାଗିଲା। କିନ୍ତୁ ହଠାତ୍ ଫ୍ରାନ୍ସ ଯାଇକି ମରକ୍କୋରେ ବାଣିଜ୍ୟ କୋଠିମାନ ସ୍ଥାପନ କରିବାକୁ ଲାଗିଲା ଆଉ ସେଇ ଅଞ୍ଚଳକୁ ଅଧିକାର କରିବାକୁ ଲାଗିଲା। କିଏ? ଫ୍ରାନ୍ସ। ଜର୍ମାନୀ ବା ଜର୍ମାନ କାଇଜର ଏହାର ତୀବ୍ର ବିରୋଧ କଲେ। ଜର୍ମାନର ଯେ ଥିଲେ ରାଷ୍ଟ୍ରପତି ବା ସୁଲତାନ ସେ ତାକୁ କଣ କଲେ? ବିରୋଧ କଲେ କାଇଜର। 1905 ମସିହାରେ ମାର୍ଚ୍ଚ ମାସରେ ମରକ୍କୋର ଟାନଜିୟର ସହରକୁ ଯାଇ କାଇଜର ଘୋଷଣା କଲେ ଯେ ସେ ମରକ୍କୋ ସୁଲତାନକୁ ରକ୍ଷା ବା ସୁରକ୍ଷା ଯୋଗାଇବେ, ମରକ୍କୋର ସାର୍ବଭୌମ ବଜାୟ ରଖିବାରେ ସମସ୍ତ ସାହାଯ୍ୟ କରିବେ। କିଏ? ଜର୍ମାନୀର କାଇଜର ଯାଇ ଘୋଷଣା କଲେ ଏବଂ ସେଠାକାର ବାଣିଜ୍ୟ କ୍ଷେତ୍ରରେ ସବୁ ଦେଶକୁ ସମାନ ସୁଯୋଗ ଦେବେ ବୋଲି ଘୋଷଣା ପରେ କାଇଜର ହସ୍ତକ୍ଷେପ ଯୋଗୁଁ ଫରାସୀ ମାନେ ବା ଫ୍ରାନ୍ସ ମାନେ ଉତ୍କ୍ଷିପ୍ତ ହେଲେ, କାରଣ ସେ ଆଗରୁ ଯାଇକି ପ୍ରତିଷ୍ଠା ଲାଭ କରିସାରିଥିଲେ ଏବଂ ଜର୍ମାନୀ ବିରୋଧରେ ଯୁଦ୍ଧ ଡାକରା ଦେଲେ। କିଏ? ନା ଫରାସୀ ମାନେ। ଫଳରେ ସୁଲତାନଙ୍କ ପ୍ରସ୍ତାବ ଅନୁଯାୟୀ 1906 ମସିହା ଜାନୁଆରୀ ମାସରେ ଆଲଜେସିରାସ୍ ଠାରୁ ଅନୁଷ୍ଠିତ ସମ୍ମିଳନୀରେ ଫ୍ରାନ୍ସ ଶାନ୍ତିପୂର୍ଣ୍ଣ ଉପାୟରେ ଓ ଆନ୍ତର୍ଜାତିକ ନିୟନ୍ତ୍ରଣରେ ମରକ୍କୋର କେତେକ ଆର୍ଥିକ ସୁବିଧା ଉପଭୋଗ କରିବା, କିନ୍ତୁ ମରକ୍କୋ ଅଧିକାର କରିପାରିବେ ନାହିଁ। ସମସ୍ତେ ମରକ୍କୋରେ ବାଣିଜ୍ୟ କୋଠିମାନ ସ୍ଥାପନ କରିପାରିବେ, କିନ୍ତୁ ମରକ୍କୋକୁ କେହି ନିଜ ଅକ୍ତିଆର ବା ଅଧିକାର କରିପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଗଲା। ଏହା ଦ୍ୱାରା ଫ୍ରାନ୍ସର ବିସ୍ତାରଣ ନୀତିକୁ ପ୍ରତିରୋଧ କରାଯାଇ ପାରିଲା ଏବଂ ଏହାକୁ କାଇଜରଙ୍କ ବିଜୟ ବୋଲି ମନେ ହେଲା। ତାହେଲେ ଫ୍ରାନ୍ସ ଯୋଉ ଅଧିକ ଅଞ୍ଚଳ ଦଖଲ କରୁଥିଲା ସେଟା ଧୀରେ ଧୀରେ ଷ୍ଟପ୍ ହେବ, ବନ୍ଦ ହେଇଗଲା, କାରଣ ଏହାକୁ କାଇଜରଙ୍କ ବିଜୟ। କାଇଜର ଯେହେତୁ ଆସିକି ସେଇ ନୀତି ପ୍ରଣୟନ କଲେ, ସେଥିପାଇଁ କାଇଜରଙ୍କ ବିଜୟ ବୋଲି କୁହାଯାଏ। ଫଳରେ ଜର୍ମାନୀ ଓ ଫ୍ରାନ୍ସର ରାଜନୈତିକ ସମ୍ପର୍କର ତିକ୍ତତା ବଢିଲା। ଏବେ ଦେଖିବା ବୋସ୍ନିଆ ଆଉ ହର୍ଜେଗୋଭିନା ସମସ୍ୟା। ପୂର୍ବରୁ ବୋସ୍ନିଆ ଆଉ ହର୍ଜେଗୋଭିନା ତୁର୍କୀ ଅଧୀନସ୍ଥ ପ୍ରଦେଶ ଥିଲା। 1877 ମସିହାରେ ରୁଷିଆ ତୁର୍କୀ ଯୁଦ୍ଧ ପରେ 1878 ମସିହାରେ ଅନୁଷ୍ଠିତ ବର୍ଲିନ ମହାସଭାର ରାଜିନାମା ବଳରେ ଏହି ଦୁଇ ପ୍ରଦେଶକୁ କେବଳ ଦଖଲ ଓ ଶାସନ କରିବା ପାଇଁ ଅଷ୍ଟ୍ରିଆକୁ ହସ୍ତାନ୍ତରିତ କରାଗଲା। ତାମାନେ ଅଷ୍ଟ୍ରିଆ ଏଇ ବୋସ୍ନିଆ ଆଉ ହର୍ଜେଗୋଭିନା ସେଇ ଦୁଇଟି ରାଷ୍ଟ୍ରର ଅଧିକାର ବା ତାକୁ ଶାସନ କରିବେ ବୋଲି ବର୍ଲିନ ସଭାରେ ଏହା କଣ ଲେଖା ହେଇଥିଲା ବା ଚୁକ୍ତି ହେଇଥିଲା।
କିନ୍ତୁ ଏହି ଅଞ୍ଚଳ ଦ୍ୱୟ ତୁର୍କୀର ସାର୍ବଭୌମ ଅଧୀନରେ ରହିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ବଲକାନ ପ୍ରଦେଶ ଗୁଡିକୁ ଅଷ୍ଟ୍ରିଆକୁ ଅର୍ପଣ କରିବା ଦ୍ୱାରା ଅଷ୍ଟ୍ରିଆ ବଲକାନ ରାଜନୀତିରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ପାଇଲା। 1908 ମସିହାରେ ଅକ୍ଟୋବର ମାସରେ 7 ତାରିଖରେ ଅଷ୍ଟ୍ରିଆର ସମ୍ରାଟ କିଏ? ଫ୍ରାନ୍ସିସ୍ ଜୋସେଫ ଅଷ୍ଟ୍ରିଆ ସାମ୍ରାଜ୍ୟର ଉଲ୍ଲେଖିତ ଦୁଇ ରାଜ୍ୟର ମିଶ୍ରଣ ଘୋଷଣା କଲେ। ତାମାନେ ଏଇ ଦୁଇଟା ରାଜ୍ୟକୁ କାହାକୁ? ବୋସ୍ନିଆ ଆଉ ହର୍ସିଗୋଭିନା ଏଇ ଦୁଇଟା ରାଜ୍ୟକୁ ମିଶେଇ ଦେଲେ। କିଏ? ଅଷ୍ଟ୍ରିଆର ସମ୍ରାଟ ଜୋସେଫ ଫ୍ରାନ୍ସିସ୍ ହେଲା। ଏହା ବର୍ଲିନ ମହାସଭାର ସଂଘକୁ ଉଲ୍ଲଂଘନ କଲା। ଯୋଉ ବର୍ଲିନ ମହାସଭାର ଥିଲା ସଂଘ ଥିଲା ଯେ ଦୁଇ ଜଣ ଅଲଗା ଭାବେ କେବଳ ଅଷ୍ଟ୍ରିଆ ତାକୁ ଶାସନ କରିପାରିବ, କିନ୍ତୁ ଯେତେବେଳେ ତାକୁ ମିଶେଇ ଦେବାକୁ ଚୁକ୍ତି ହେଲାଣି ତ ସେଥିପାଇଁ ବର୍ଲିନ ମହାସଭାର ସର୍ତ୍ତକୁ ଉଲ୍ଲଂଘନ କଲା ବୋଲି ମନା କଲା। ଅଷ୍ଟ୍ରିଆର ଏହି ନିଷ୍ପତ୍ତିକୁ ପ୍ରଥମେ ସର୍ବିଆ ବିରୋଧ କଲା, ପରେ ପରେ ଅନ୍ୟ ରାଷ୍ଟ୍ରମାନଙ୍କ ସମ୍ମୁଖରେ ଦୃଢ ପ୍ରତିବାଦ ଜଣାଇଲେ। ସାରା ଦେଶରେ ଯୁଦ୍ଧର ମନୋବୃତ୍ତି ବର୍ଲିନରେ ଜଳି ଉଠିଲା। ଏହି ଘଟଣାଟି ଅଷ୍ଟ୍ରିଆ ଓ ସର୍ବିଆ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇଲା। ତାମାନେ ଏଠି ଅଷ୍ଟ୍ରିଆ ଆଉ ସର୍ବିଆ ଦୁଇ ଜଣ ଭିତରେ ଯୁଦ୍ଧ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ଜର୍ମାନୀ ଅଷ୍ଟ୍ରିଆର ଘନିଷ୍ଠ ବନ୍ଧୁ ହୋଇଥିବାରୁ ସ୍ୱାଭାବିକ ଭାବେ ଅଷ୍ଟ୍ରିଆ ଦାବିକୁ ସମର୍ଥନ କଲା। କିଏ? ନା ଜର୍ମାନୀ ଅଷ୍ଟ୍ରିଆ ତାଙ୍କର ଦୁଇ ବନ୍ଧୁ, ତ ସେଥିପାଇଁ ଜର୍ମାନୀ ସପକ୍ଷରେ ବା ଜର୍ମାନୀ କାହାକୁ ସପୋର୍ଟ କଲେ? ନା ଅଷ୍ଟ୍ରିଆକୁ ସପୋର୍ଟ କଲେ। ଠିକ ଅଛି, ଏବେ ଦେଖିବା ଅଗାଧିର ସଂକଟ। ଆଲଜେସିରାସ ସମ୍ମିଳନୀରେ ବାରଣ କରାଯାଇଥିବା ସତ୍ତ୍ୱେ ଫ୍ରାନ୍ସ ସରକାର ମରକ୍କୋର ଆଭ୍ୟନ୍ତରୀଣ ଆସନ୍ତିକୁ ଦମନ କରିବା ବାହାନାରେ ସେଠାକୁ ସୈନ୍ୟ ପ୍ରେରଣ କଲେ। ଫ୍ରାନ୍ସକୁ ଧମକ ଦେବା ଉଦ୍ଦେଶ୍ୟରେ ଜର୍ମାନ କାଇଜର ମରକ୍କୋର ଅଗାଧିର ବନ୍ଦରକୁ ପାନ୍ଥର ନାମକ ଏକ ଯୁଦ୍ଧ ଜାହାଜ ପଠାଇଲେ ହେଲା। ପାନ୍ଥର ସେଇ ଯୁଦ୍ଧ ଜାହାଜରେ ଯୁଦ୍ଧର ଆଶଙ୍କା ଉପଲବ୍ଧି କରି ଇଂଲଣ୍ଡ ଫ୍ରାନ୍ସକୁ ସମର୍ଥନ ଜଣାଇଲେ, କିନ୍ତୁ କାଇଜର ଶାନ୍ତିପୂର୍ଣ୍ଣ ଭାବରେ ବିବାଦର ସମାଧାନ ପାଇଁ ରାଜି ହୋଇଗଲେ। ଅଗାଧିର ସଂକଟକୁ ପ୍ରମାଣିତ ହେଲା ଯେ ଜର୍ମାନୀ ବିରୋଧରେ ଯୁଦ୍ଧ କରିବା ପାଇଁ ଇଂଲଣ୍ଡ ଓ ଫ୍ରାନ୍ସ ପ୍ରସ୍ତୁତ ହୋଇଯାଇଥିଲେ। ତାମାନେ ଜର୍ମାନୀ ଆଉ ଗୋଟେ ପଟରେ ଫ୍ରାନ୍ସ ଆଉ ଇଂଲଣ୍ଡ ଗୋଟେ ପଟରେ। ତେଣୁ କାଇଜର ଜର୍ମାନୀର ଯେ ରାଷ୍ଟ୍ରପତି ଥିଲେ ବା ସୁଲତାନ କାଇଜର ସେ ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତିରେ ମନୋନିବେଶ କଲେ। ସେ ବି ସେ ଯୁଦ୍ଧ ପାଇଁ ତାଙ୍କର ମନ ବଳାଇଲେ। ଏବେ ଦେଖିବା ବଲକାନ ଯୁଦ୍ଧ। ବଲକାନ ଯୁଦ୍ଧ କାହା କୁହାଯାଏ? ନା ଅଷ୍ଟ୍ରିଆ ଆଉ ସର୍ବିଆ ମଧ୍ୟରେ ଅଷ୍ଟ୍ରିଆ ଆଉ ରୁଷିଆ ମଧ୍ୟରେ ଥିବା ଆଞ୍ଚଳିକ କଳହକୁ ବଲକାନ ଅଞ୍ଚଳର ସଂକଟ ସୃଷ୍ଟି କଲେ। ଅଷ୍ଟ୍ରିଆ ଦୁଇ ଦେଶ ସହିତ ଅଷ୍ଟ୍ରିଆ ରୁଷିଆ ସହିତ ଆଉ ସର୍ବିଆ ଦି ଜଣଙ୍କର ଦେଶ ସହିତ ତାର ଯୁଦ୍ଧ ବା କଳହ ଲାଗି ଯାଇଥିଲା। ଅଷ୍ଟ୍ରିଆ ଆଉ ରୁଷିଆ ପ୍ରତ୍ୟକ୍ଷ ଏହି ଅଞ୍ଚଳରେ ନିଜର ପ୍ରାଧାନ୍ୟ ବଜାୟ ରଖିବ ବୋଲି ପ୍ରସ୍ତାବ ବିସ୍ତାର ପାଇଁ ପରସ୍ପର ମଧ୍ୟରେ କଳହରେ ଲିପ୍ତ ରହିଲେ। ସେ କହିଲେ କି ଅଷ୍ଟ୍ରିଆ ଶାସନ କରିବ, ରୁଷିଆ ଶାସନ କରିବ, ତାଙ୍କ ଭିତରେ କଥା ହେଲା, କିନ୍ତୁ ଏଇ କଳହ ଯୁକ୍ତି ଲାଗି ରହିଥିଲା। ଜର୍ମାନୀକୁ ମିତ୍ର ରୂପେ ପାଇ ଅଷ୍ଟ୍ରିଆ ସାହସ ବଢି ଯାଇଥିଲା। ତ ଅଷ୍ଟ୍ରିଆର ସାଙ୍ଗ କିଏ ଥିଲା? ବା ମିତ୍ର ଥିଲା ଜର୍ମାନୀ। ତ ଜର୍ମାନୀର କଣ ଜର୍ମାନୀ ଯେତେବେଳେ ତାହା ସପକ୍ଷରେ ଅଛି, ଅଷ୍ଟ୍ରିଆର ସାହସ ଟିକେ ବଢି ଯାଇଥିଲା। ତେଣୁ ଏବଂ ଇଂଲଣ୍ଡ ଓ ଫ୍ରାନ୍ସର ସମର୍ଥନରେ ରୁଷିଆ ଅଧିକ ଶକ୍ତିଶାଳୀ ହେଇଥିଲା। କେବଳ ଅଷ୍ଟ୍ରିଆ କେବଳ ଜର୍ମାନୀ ସପକ୍ଷ କରୁଥିଲା, କିନ୍ତୁ ରୁଷିଆକୁ ଫ୍ରାନ୍ସ ସପୋର୍ଟ କରୁଥିଲା ଆଉ ଇଂଲଣ୍ଡ ବି ସପୋର୍ଟ କରୁଥିଲା। ତ ସେଥିପାଇଁ ରୁଷିଆ ଆହୁରି ଶକ୍ତିଶାଳୀ ହେଇଗଲା। ଅଗାଧିର ସଂକଟ ପରେ ବଲକାନ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ସୃଷ୍ଟି ହୋଇ 1912 ରୁ 1913 ମସିହାରେ ସେଠାରେ ଯୁଦ୍ଧ ଲାଗିଲା। ଏହି ଆଞ୍ଚଳିକ ଯୁଦ୍ଧରୁ ପ୍ରଥମ ବିଶ୍ୱଯୁଦ୍ଧର ସ୍ଫୁଲିଙ୍ଗ ଉତ୍ପନ୍ନ ହେଲା। ତାହେଲେ ମନେ ବଲକାନ ଯୁଦ୍ଧରୁ ହିଁ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେଲା। ବଲକାନ ଯୁଦ୍ଧ କାହା କାହା ମଧ୍ୟରେ? ଗୋଟେ ପଟରେ ଅଷ୍ଟ୍ରିଆ ଜର୍ମାନୀ ଆଉ ଗୋଟେ ପଟରେ ରୁଷିଆ ଆଉ ଫ୍ରାନ୍ସ ଆଉ ଇଂଲଣ୍ଡ ରହିଲେ। ଯେହେତୁ ଦେଖ ବଲକାନ ଯୁଦ୍ଧ 1912 ରୁ 1913, ଆମର ବିଶ୍ୱଯୁଦ୍ଧ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେଇଥିଲା 1914 ମସିହା। ତାହେଲେ ତା ପରେ ପରେ ଠିକ ଏହାର ପରେ ପରେ ଏଇ ଯୁଦ୍ଧର ବଲକାନ ଯୁଦ୍ଧର ପରେ ପରେ ସ୍ଫୁଲିଙ୍ଗ ମାନେ ହେଲା ଅଗ୍ନି ସଂଯୋଗ କଲା ପ୍ରଥମ ବିଶ୍ୱଯୁଦ୍ଧ। ତାହେଲେ ବଲକାନ ଯୁଦ୍ଧ ପରେ ପରେ ତାପରେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେବାକୁ ଲାଗିଲା। ସେଠାରେ ବୃହତ ଶକ୍ତିମାନେ ନିଜର ସ୍ୱାର୍ଥ ସାଧନ ନିମନ୍ତେ ପରସ୍ପର ମଧ୍ୟରେ ରାଜନୈତିକ ପ୍ରତିଦ୍ୱନ୍ଦିତା କରି ଶତ୍ରୁତା ସୃଷ୍ଟି କଲେ ଏବଂ ବଲକାନ ଅଞ୍ଚଳକୁ ଏକ ବିପଦ ସଂକୁଳ ଅଞ୍ଚଳରେ ପରିଣତ କରିଦେଲେ। କାଇଜର ଦ୍ୱିତୀୟ ୱିଲିୟମଙ୍କ ନୀତି କିଏ? ନା ଜର୍ମାନ ଥିଲେ ରାଷ୍ଟ୍ରପତି। ବିସ୍ମାର୍କଙ୍କ ମଧ୍ୟମ ପନ୍ଥାକୁ ପ୍ରତ୍ୟାଖ୍ୟାନ କରି କାଇଜର ଦ୍ୱିତୀୟ ୱିଲିୟମ ଏକ ଅସ୍ଥିର ଓ ଅପରିଣାମଦର୍ଶୀ ନୀତି ଅବଲମ୍ବନ କଲେ। ପ୍ରଭୁତ୍ୱ ବିସ୍ତାର ନୀତିକୁ ଆସ୍ଫାଳନ ସହିତ ବ୍ୟକ୍ତି କରି ସେ ବିଭିନ୍ନ ରାଷ୍ଟ୍ରରେ ସଂଶୟ ସୃଷ୍ଟି କଲେ। ଜର୍ମାନୀକୁ ଏକ ବିଶ୍ୱ ଶକ୍ତି କରିବାର ତାଙ୍କର ଲକ୍ଷ୍ୟ ବୋଲି ଘୋଷଣା
बा बोली विभिन्न भाषण में घोषणा कले। जर्मनी है सबुठार श्रेष्ठ शक्ति बा विश्व शक्ति सबुठार बड़ शक्ति घोषणा कले किए काइजर द्वितीय विलियम भाषण में जो भाषण से दौले से घोषणा करथिले। जर्मनी प्रसारण और समर सज्जा वैदेशिक नीतिर मूल भित्ति थिला। बल्कान अंचल कलहर ऑस्ट्रिया को सर्बिया विरुद्ध में निशर्त समर्थन दे एक आंचलिक विवाद को जर्मनी फ्रांस और इंग्लैंड विरुद्ध में शत्रुता सहित संपृक्त कले एवं ताहा अविलंब एक विश्वयुद्धर रूप नेला। एबे देखिबा आंतर्जातिक संगठन अभाव। आंतर्जातिक संगठन अभाव माने जे सब देश को शांत करबा समाधान करबा पे आंतर्जातिक स्तर रे कोन संघ रहबा दरकार जेहेतु सेतेबेले से कोनोसी संघ सृष्टि नथिला तो सेति पई ए युद्ध आरंभ होइते। युद्धर संभावना को एडाइबा पई बा उद्यम रे करिबा पई आंतर्जातिक रे संगठन बा आंतर्जातिक स्तर रे संगठन नथिला। समस्त राष्ट्र सेमानकर स्वार्थ केंद्रिक निज राष्ट्र निज कौन निजे बंचिले बापर ना से नीति रे समस्ते कौन नीति नीतिष्ठ थिले सेतिपाई निजर स्वार्थ केंद्रिक उद्देश्य साधन पाई स्वाधीन भाव से जेकोसी कार्य कर 1899 1907 मसीह हेग ठारे होइतवा सम्मेलन रे युद्ध गुड़िक युद्ध निवारण पाई केते गुरुत्वपूर्ण आईन प्रणयन कराइथा किंतु एही आईन गुड़िक पालन करबा को बाध्य करबा पाई सम्मेलन रे कोनोसी निर्दिष्ट पंथा स्थिरीकृत हो नथिला। खाली आईन प्रणयन करदेले अवंडा को पालन करिया मते दरकार किंतु से आईन को मानिया पाई केही नथिले। तेणु राष्ट्र गुड़िक एही आईन उल्लंघन करबा को कुंठाबोध कले नाही। प्रत्येक राष्ट्र तिले हेले अन्य राष्ट्र स्वार्थप्रति जत्नवान न होई निज निजर स्वतंत्र नीति रे प्रस्तुत करबा लागे। यहाँ को नियंत्रण करबा लक्ष्य कोनोसी प्रतिष्ठित आंतर्जातिक आईन नथिला फलरे यूरोप रा समस्त अंचल रे संदेह और नैराश्यर वातावरण सृष्टि कराई। ठीक अछि आज पई एतिकी नेक्स्ट क्लास रे हम यार परवर्ती पाठ पढिबा। ठीक अछि तो गला पूर्व कोन करबो ना समस्ते वीडियो को लाइक शेयर सब्सक्राइब करबो तम संग मान को शेयर करबो आ कमेंट करबो हला कमेंट करबो। ठीक अछि कहली जय जगन्नाथ।